ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 241। ପ୍ରଭୁ ଲେଖୁଛନ୍ତି, ଗିର୍ଜା ଗୁଡ଼ିକରେ ଭ୍ରଷ୍ଟତା ଓ ସମ୍ପ୍ରଦାୟ ମାନଙ୍କର ସଂକୀର୍ଣ୍ଣତା ବିରୋଧରେ ନାସ୍ତିକତାକୁ ଏକ ଆବଶ୍ୟକ ପ୍ରତିବାଦ ବୋଲି କୁହାଯିବ। ସେହି ସବୁ ବିଦୂଷିତ କାଗଜ ଘରକୁ ଭାଙ୍ଗି ଚୂନା କରିଦେବା ଲାଗି ଭଗବାନ ତାହାକୁ ଢେଲା ପଥର ପରି ବ୍ୟବହାର କରନ୍ତି। ଜ୍ଞାନ 242। ଲୋକମାନେ ପ୍ରକୃତରେ କେତେ କେତେ ଘୃଣା ଏବଂ ନିର୍ବୋଧତାକୁ ବହୁ ଆଡମ୍ବର ସହିତ ଏକାଠି ଗୋଟିଏ ବୁଜୁଳା କରି ବାନ୍ଧିବାରେ ସଫଳତା ଲାଭ କରନ୍ତି ଓ ତାହାକୁ ଧର୍ମ ବୋଲି କହନ୍ତି। 241ରେ କହୁଛନ୍ତି, ଗିର୍ଜା ଗୁଡ଼ିକରେ ଭ୍ରଷ୍ଟତା ଏବଂ ସମ୍ପ୍ରଦାୟ ମାନଙ୍କର ସଂକୀର୍ଣ୍ଣତା ବିରୋଧରେ ନାସ୍ତିକତାକୁ ଏକ ଆବଶ୍ୟକ ପ୍ରତିବାଦ ବୋଲି କୁହାଯିବ। ସେହି ସବୁ ବିଦୂଷିତ କାଗଜ ଘରକୁ ଭାଙ୍ଗି ଚୂନା କରିଦେବା ଲାଗି ଭଗବାନ ତାହାକୁ ଢେଲା ପଥର ପରି ବ୍ୟବହାର କରନ୍ତି। ତେଣୁ ମାଙ୍କୁ ପ୍ରଶ୍ନ ପଚରା ହେଲା, ତାହେଲେ ଧର୍ମ ଆଉ ନାସ୍ତିକତା ଦୁଇଟି ମଧ୍ୟରୁ କେଉଁଟି ଅଧିକ ଭଲ? କାହିଁକିନା ଯେହେତୁ 241ରେ ଯୋଉ ଅବତାରଣା କରିଛନ୍ତି, ସେଠି ଗିର୍ଜା ଗୁଡ଼ିକରେ କୌଣସି ଯୋଉ ଭ୍ରଷ୍ଟତା ବା ଯେତେବେଳେ ଯାହା ଆମେ ଆଶା କରିଥାଉ ଯେ ସାଧାରଣ ଭାବରେ ବ୍ୟକ୍ତି ମାନଙ୍କର ଏକ ଆଶା ଥାଏ, ଯେମିତି କହନ୍ତି ଦେବାଳୟ, ଯୋଉମାନେ ଖ୍ରୀଷ୍ଟିଆନ ସେମାନଙ୍କ ପାଇଁ ସେଟା ବି ଗୋଟେ ଦେବାଳୟ। ତେଣୁ ସେଠି ଯଦି କିଛି କାର୍ଯ୍ୟକୁ ଯୋଉଟା କି ସମାଜର ଯୋଉ ନିୟମ ରହିଛି, ନୀତି ନିୟମ ଗୋଟେ ନୈତିକତାର ଯୋଉ ରହିଛି ତା ବିରୁଦ୍ଧରେ ଯେତେବେଳେ ଯାଏ, ତେଣୁ ତାକୁ ଏବଂ ସାମ୍ପ୍ରଦାୟିକତାର ଯୋଉ ମନୋଭାବ ରହିଥାଏ, ଏସବୁ ଏକ ସଂକୀର୍ଣ୍ଣତା ସୃଷ୍ଟି କରେ ଏବଂ ନିଚତା ବା ନିମ୍ନ ଗତିବିଧିର ପରିପ୍ରକାଶର ଗୋଟିଏ ଗୋଟିଏ ଅଙ୍ଗ। ତା ବିରୁଦ୍ଧରେ ବରଂ ନାସ୍ତିକତା ବା ଅନୈଶ୍ୱରବାଦ ବା ଈଶ୍ୱରଙ୍କୁ ଗ୍ରହଣ ନ କରିବା ବା ସର୍ବଶକ୍ତିମାନ କିଏ ଅଛନ୍ତି ତାଙ୍କୁ ଗ୍ରହଣ ନ କରିବା, ବରଂ ତାକୁ କୁହାଯିବ ତା ବିରୁଦ୍ଧରେ ଏକ ପ୍ରତିବାଦ ବୋଲି ଯୋଉ କହୁଛନ୍ତି। ସେଇଠୁ ପ୍ରଶ୍ନ ତେଣୁ କୁହ, ତାହେଲେ ଧର୍ମ ଆଉ ନାସ୍ତିକତା ଏଇ ଦୁଇଟି ଭିତରୁ କୋଉଟି ଭଲ? ମା ଲେଖୁଛନ୍ତି, ଯେ ପର୍ଯ୍ୟନ୍ତ ଧର୍ମ ମାନେ ରହିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କର ଏକ ପ୍ରତିବାହାର ରୂପେ ନାସ୍ତିକତା ଅବଶ୍ୟ ଅପରିହାର୍ଯ୍ୟ ହୋଇ ରହିଥିବ। ଏଇ ଦୁଇଟି ଯାକକୁ ହିଁ ବିଲୁପ୍ତ ହେବାକୁ ପଡ଼ିବ। ଯେପରିକି ପରମ ସତ୍ୟ ଲାଗି ଏକ ନିଷ୍ଠାଯୁକ୍ତ ଏବଂ ସ୍ୱାର୍ଥ ରହିତ ଅନ୍ୱେଷଣ ସମ୍ଭବ ହୋଇପାରିବ ଏବଂ ଏହି ଅନୁସନ୍ଧାନର ବସ୍ତୁଟି ଲାଗି ଆମେ ନିଜକୁ ସମଗ୍ର ଭାବରେ ଉତ୍ସର୍ଗ କରିଦେଇ ପାରିବା। ତେଣୁ ଏଠି ପ୍ରକୃତରେ ସବୁବେଳେ ଊର୍ଦ୍ଧ୍ୱ ବା ବିସ୍ତାର, ଏଇ ଆଧ୍ୟାତ୍ମିକତା, ଏ ଯୋଉ ପାର୍ଥକ୍ୟ ବୋଧ ରହିଛି ଧର୍ମ ଠାରୁ, ଆଧ୍ୟାତ୍ମିକତା ଏବଂ ଧାର୍ମିକତା, ନୈତିକତା, এই ପାର୍ଥକ୍ୟ ବୋଧ ଯେ ପର୍ଯ୍ୟନ୍ତ ରହି ଆସିଛି ସେ ପର୍ଯ୍ୟନ୍ତ କଣ ହବ, ତା ବିରୁଦ୍ଧରେ ଅନେକ କିଛି ଠିଆ ହେଇଥିବେ। ଦେଖନ୍ତୁ, ଧାର୍ମିକତା ଭିତରେ କଣ ହଉଛି, ମନୁଷ୍ୟ ତାର ଏକ ନିଜସ୍ୱ ସୀମିତ ଜ୍ଞାନକୁ ବ୍ୟବହାର କରି ଗୋଟିଏ ଜିନିଷରେ ସେ କଣ କରେ, ନିଜକୁ ବାନ୍ଧି ଦିଏ। ତେଣୁ ତା ଫଳରେ ସ୍ୱାଭାବିକ ଭାବେ ତା ବିରୁଦ୍ଧରେ ଆଉ ଗୋଟେ କିଛିଟିଏ ଠିଆ ହବ। ଯେ ପର୍ଯ୍ୟନ୍ତ ସେ ବିଶାଳ ବିସ୍ତାର ବ୍ୟାପକ ଏବଂ ଏଇ ଯୋଉ ମନୁଷ୍ୟତର ତାର ଜ୍ଞାନ ତାର ଊର୍ଦ୍ଧ୍ୱକୁ ଯିବାକୁ ସିଏ ଚେଷ୍ଟା ନ କରିଛି, ସେ ପର୍ଯ୍ୟନ୍ତ ସେ ଆଧ୍ୟାତ୍ମିକତାର ସଂସ୍ପର୍ଶରେ ଆସିପାରିବ ନାହିଁ, ସେ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ରହିବ। ତେଣୁ ଧାର୍ମିକତା ଏବଂ ତାର ପ୍ରତିପକ୍ଷରେ ଯୋଉ ନାସ୍ତିକତା, ଏ ଦୁଇଟି ଯାକର ଊର୍ଦ୍ଧ୍ୱକୁ ଆମକୁ ଉଠିବାକୁ ପଡ଼ିବ। ଏଇ ସାଧାରଣ ଚେତନାରେ ଲୋକ ଆକୁ କେବଳ ବୁଝିପାରନ୍ତି ନାହିଁ ବୋଲି ନୁହଁ, ବେଳେ ବେଳେ ସେ କୁହନ୍ତି ଏ ସବୁର କୌଣସି ଅସ୍ତିତ୍ୱ ନାହିଁ ବୋଲି ମଧ୍ୟ କୁହନ୍ତି। ଯେତେବେଳେ ଟିକିଏ ବି ତାଙ୍କ ଭିତରେ ସଚେତନତା ସୃଷ୍ଟି ହବ, ସେତେବେଳେ ସେମାନେ ହୁଏତ ଗୋଟେ ରେକଗ୍ନାଇଜ କରିପାରିବେ ଯେ ହଁ, ଏମିତି କିଛି ଅଛି।
ନଚେତ୍ ସେ ପର୍ଯ୍ୟନ୍ତ ମନୁଷ୍ୟ ବୁଝିପାରେ ନାହିଁ। ସାଧାରଣ ଚେତନାରେ ଥିବା ବ୍ୟକ୍ତିମାନେ ଉଚ୍ଚତର କଥା ଗୁଡ଼ିକ ବୁଝିପାରନ୍ତି ନାହିଁ। ଆପଣ ଦେଖିବେ ଅନେକ ସମୟରେ ଅନେକ ଜାଗାରେ ଯେତେ ସରଳ ଭାବରେ ଲେଖା ହେଇଥିଲେ ମଧ୍ୟ ଲୋକେ ତାକୁ ଗ୍ରହଣ କରିପାରନ୍ତି ନାହିଁ। ତାର କାରଣ ହେଉଛି ସେମାନଙ୍କର ମାନସିକ ବିକାଶ ହେଇନାହିଁ। ସେମାନଙ୍କର ଯୋଉ ବୋଧଗମ୍ୟ କରିବାର ବା ବୁଝିବାର ସାମର୍ଥ୍ୟ ଯେହେତୁ ବୃଦ୍ଧି ପାଇନାହିଁ, ସେ କ୍ଷେତ୍ରରେ ଏ ପ୍ରକାର ହେବା ସ୍ୱାଭାବିକ। ତେଣୁ ସେମାନଙ୍କ ପାଇଁ ମାନସିକ ବିକାଶ ହେଉଛି ପ୍ରଥମ ଅପରିହାର୍ଯ୍ୟ ବସ୍ତୁ। ଏବଂ ଆମମାନଙ୍କ ପାଇଁ ହେଉଛି ଯୋଉମାନେ ଆମେ ଯଦି ଆମେ କିଛି କିଛି ଜାଣିପାରୁଛନ୍ତି ବା ସଚେତନ ହବାର ଆବଶ୍ୟକତା ଅଛି ବୋଲି ବି ଅନୁଭବ କରୁଛନ୍ତି, ତାହେଲେ ଆମକୁ ଆହୁରି ଅଧିକରୁ ଅଧିକ ଭଗବାନଙ୍କ ଉପରେ ଆସ୍ଥା ନିର୍ଭରତା ରଖି ନିଜକୁ ପ୍ରୟାସ ଉନ୍ମୁଖୀ ରଖିବା, ଯେପରି ଅଧିକରୁ ଅଧିକ ଅଗ୍ରଗତି କରିବା ପାଇଁ ମାନସିକ ବିକାଶ ସହିତ ଏବଂ ପ୍ରାଣଗତ ପ୍ରବୃତ୍ତି ଉପରେ ବିଜୟ ହାସଲ କରିବା ବା ଆଗ କର୍ତ୍ତୃତ୍ୱ ହାସଲ କରି ତାପରେ ବିଜୟ ହାସଲ କରିବା ପାଇଁ ସଂକଳ୍ପ ରଖିବା। ତାହେଲେ ଆମ ଚତୁଃପାର୍ଶ୍ଵରେ ଯେତେ ଯେତେ ପ୍ରକାରର ଯୋଉ ଚେତନାର ବ୍ୟକ୍ତିମାନେ ରହିଛନ୍ତି, ସେମାନଙ୍କର କାର୍ଯ୍ୟକଳାପକୁ ବୁଝିପାରିବା ପାଇଁ ଆମେ ସମର୍ଥ ହବା। ଯଦି ବୁଝି ନ ପାରିବା ତାହେଲେ କଣ ହବା, ତାଙ୍କ ଦ୍ୱାରା ଆମେ ପୀଡ଼ିତ ହେଇଯିବାର ସମ୍ଭାବନା ଆସିଯାଏ। ତେଣୁ ତାକୁ ବୁଝିପାରିଲେ କଣ ହବ, ତାକୁ ଧରିକି ପୁଣି ମାଙ୍କ ପାଖରେ ସମର୍ପଣ କରିବା ଏବଂ ମାଙ୍କର ଆଲୋକରେ ତାକୁ ଦେଖିବା ଏବଂ ଦେଖିବା ପରେ ମା ଆମକୁ ସ୍ପଷ୍ଟ ଭାବେ ଇଙ୍ଗିତ ଦେବେ ବା ସୂଚନା ସହିତ କଣ କରିବାକୁ ହେବ ତାହା ମଧ୍ୟ ଆମେ ଅନ୍ତର ପ୍ରେରଣାରେ ହଉ ବା ମାଙ୍କ ନିର୍ଦ୍ଦେଶକୁ ସ୍ପଷ୍ଟ ଭାବେ କିମ୍ବା କୌଣସି ଉପାୟରେ ସିଏ ଯେତିକି ଆମର ଚେତନାର ଅଗ୍ରଗତି ହେଇଥିବ ସେହି ଅନୁସାରେ ଆମ ପାଖରେ ନିର୍ଦ୍ଦେଶଟିକୁ ବୁଝିପାରିବାର ସାମର୍ଥ୍ୟ ଆସିବ ଏବଂ ଆମେ ତାକୁ ଗ୍ରହଣ କରି ସେହି ଅନୁସାରେ ଆମ ଚତୁଃପାର୍ଶ୍ଵରେ ଯେତେ ପ୍ରକାରର ବ୍ୟକ୍ତି ଆସିବେ ତାଙ୍କ ସହିତ ଆମର ସଂସ୍ପର୍ଶ ବା ବ୍ୟବହାର ବା ତାଙ୍କ ସହିତ ଆମେ ଯେହେତୁ ସମାଜରେ ବସବାସ କରିଛନ୍ତି, ତାଙ୍କୁ ନେଇକରି ଆମେ ଚଳପ୍ରଚଳ କରିବା ବା ଆମର ନୀତିଦିନିଆର ଯୋଉ କାର୍ଯ୍ୟ କରିବା ପାଇଁ ଆମେ ସାମ୍ୟ ଭାବ ସହିତ ସକ୍ଷମ ହେଇପାରିବା। ମାନେ ନିଜେ କୌଣସି ପ୍ରକାରରେ ବ୍ୟତିବ୍ୟସ୍ତ ନ ହେଇକି ନିଜେ ଶାନ୍ତ ରହିକି ତାଙ୍କୁ ସମକ୍ଷ ହେବା ପାଇଁ ଇଏ ହେଉଛି ଉପାୟ। ପ୍ରଥମେ ନିଜର ମାନସିକ ବିକାଶ ସାଧନ କରିବା ଏବଂ ପ୍ରାଣିକ ଗତିବୃତ୍ତି ଉପରେ କର୍ତ୍ତୃତ୍ୱ ହାସଲ କରିବା। ପ୍ରତ୍ୟେକ ମୁହୂର୍ତ୍ତରେ ଏ ସବୁ ଗୁଡ଼ାକ ମାଙ୍କ ପାଖରେ ସମର୍ପଣ କରୁଥିବା ଏବଂ ସଂକଳ୍ପ ରଖିଥିବା ଯେ ଆମର ଚେତନାର ଅଗ୍ରଗତି ହଉ। ଆଉ ଗୋଟେ କଥା ଏଠି ମନେ ରଖିବା, ଯେତେବେଳେ ଜଣେ ସଂକଳ୍ପ କରେ ଚେତନାର ଅଗ୍ରଗତି କରିବା ପାଇଁ, ସେତେବେଳେ ତା ପାଖରେ ବିପଦ ଅଧିକ ଆସିଲା ଭଳି ଜଣାପଡ଼େ। ଦେଖିବେ ସେଇ ଏକା ପ୍ରକାର ଘଟଣା ଅନ୍ୟମାନଙ୍କ ଜୀବନରେ ବିଶେଷ କିଛି ଚାଞ୍ଚଲ୍ୟକର ଘଟଣା ଆଣୁନଥିବ ବା ବିପଦପୂର୍ଣ୍ଣ ବା ସଂଘର୍ଷପୂର୍ଣ୍ଣ ଘଟଣା ଆଣୁନଥିବ, କିନ୍ତୁ ଯେତେବେଳେ ଆମେ ସଂକଳ୍ପ କରିବା ଯେ ମାଙ୍କ ପାଇଁ ବଞ୍ଚିବା, ଭଗବାନ ପାଇଁ ବଞ୍ଚିବା ଏବଂ ଚୈତ୍ୟ ସତ୍ତାକୁ ଆବିଷ୍କାର କରିବା, ଚୈତ୍ୟ ସତ୍ତାକୁ ସମ୍ମୁଖକୁ ଆଣିବା, ଚୈତ୍ୟ ସତ୍ତା ଦ୍ୱାରା ମନ ପ୍ରାଣ ଶରୀରକୁ ପରିଚାଳିତ କରିବା, ତା ପର ମୁହୂର୍ତ୍ତରେ ହିଁ କଣ ହବ, ପ୍ରତ୍ୟେକ ଛୋଟ ଛୋଟ ଘଟଣା ଗୋଟିଏ ଯେମିତି ବଡ଼ ବୋମା ମାଡ଼ ହେଲା ଭଳିଆ, ରକେଟ ମାଡ଼ ହେଲା ଭଳିଆ, ମିସାଇଲ ମାଡ଼ ହେଲା ଭଳିଆ ଆମକୁ ପ୍ରତୀୟମାନ ହବ ଏବଂ ସେ ଆମକୁ ଅଧିକରୁ ଅଧିକ ମାଙ୍କ ଉପରେ, ପରମଙ୍କ ଉପରେ ଆସ୍ଥା, ନିର୍ଭରତା, ବିଶ୍ୱାସ ଏବଂ ଆମର ସଂକଳ୍ପରେ ଦୃଢ଼ତା ପରୀକ୍ଷା କରିବା ପାଇଁ ବା ତାକୁ ଆହୁରି ଅଧିକରୁ ଅଧିକ ସକ୍ଷମ କରିବା ପାଇଁ ହିଁ ଆସିଥାଏ। ତାକୁ ଆମେ ଗ୍ରହଣ କରିବା ଏବଂ ମାଙ୍କ ପାଖରେ ସଂକଳ୍ପ କରି ମାଙ୍କ ହାତରେ ଛାଡ଼ି ଦେଇକି ବହୁତ ସୁନ୍ଦର ଭାବରେ ନିଜେ ଶାନ୍ତ ଭାବରେ ଆମର କାର୍ଯ୍ୟ ଗୁଡ଼ିକ କରିଚାଲିବା। ଜ୍ଞାନ 242ରେ ତେଣୁ ତା ସହିତ ଯୋଉ କହିଲେ ସେଇ ଏକା ଆଲୋଚନା ଥିଲା ଯେ ଲୋକମାନେ ପ୍ରକୃତରେ କେତେ କେତେ ଘୃଣା ଏବଂ ନିର୍ବୋଧତାକୁ ବହୁ ଆଡମ୍ବର ସହିତ ଏକାଠି ଗୋଟିଏ ବୁଜୁଳା କରି ବାନ୍ଧିବାରେ ସଫଳତା ଲାଭ କରନ୍ତି ଓ ତାହାକୁ ଧର୍ମ ବୋଲି କହନ୍ତି। ସେଇଟା କଣ କରନ୍ତି, ତାଙ୍କର ଯୋଉ ଅଜ୍ଞତା ଥାଏ ତାକୁ ହିଁ ସେମାନେ ମାଡ଼ି ବସି ଧରନ୍ତି ଏବଂ ତାକୁ ଗୋଟିଏ ରୂପ ଦିଅନ୍ତି, ତାର ନାମକରଣ କରନ୍ତି।
ସେମାନଙ୍କୁ ଯଦି ଆପଣ ଏ କଥା କହିବେ, ସିଏ କହିବେ ଏମାନେ ହଉଛନ୍ତି ବିଧର୍ମୀ। ସେମାନଙ୍କୁ ଯେତେବେଳେ କହିବେ, ଚିନ୍ତା କରନ୍ତୁ ଯେତେବେଳେ ମହିରାବଣ ନେଇ ଯାଇଥିଲା ଆମର ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ ଅ, ବଳି ଦେବା ପାଇଁ କାଳୀଙ୍କ ପାଖରେ, ସେ ଯୋଉ ମହାକାଳୀଙ୍କୁ, ଯୋଉ କାଳୀଙ୍କୁ ପୂଜା କରୁଥିଲେ, ତାଙ୍କ ପାଖରେ ବଳି ଦେବା ପାଇଁ ଯେତେବେଳେ ନେଇ ଯାଇଥିଲେ, ସେ ଜଣେ ପ୍ରଖ୍ୟାତ ଅକଲ୍ଟିଷ୍ଟ ଥିଲେ, ଗୁହ୍ୟତତ୍ତ୍ୱବିତ୍ ଥିଲେ। ତାଙ୍କ ଗୁହ୍ୟ ବିଦ୍ୟାରେ ସେ ଅତ୍ୟନ୍ତ ପାରଙ୍ଗମ ଥିଲେ। ଅ, ଏବଂ ସେ ଏମିତି ଭାବରେ ନେଲେ, ତାର ବର୍ଣ୍ଣନା ଟିକେ ଭଲ ଲାଗିବ। କଣ ହେଇଛି, ଯେତେବେଳେ ରାବଣର ସବୁ ଅସ୍ତ୍ର ଫେଲ ମାରିଗଲା, ମହାରଥୀ ସବୁ ଯୁଦ୍ଧରେ ଟଳି ପଡିଲେଣି, ଆଉ କେହି ନାହାନ୍ତି। ମେଘନାଦ ସବୁ, ଆଉ କେହି ନାହାନ୍ତି। ଆଉ ସେତେବେଳେ କୁମ୍ଭକର୍ଣ୍ଣ ଚାଲିଗଲେଣି, ନିଜ ପୁତ୍ର ମାନେ ସବୁ ସବୁ ଚାଲିଗଲେଣି, ଆଉ କେହି ନାହାନ୍ତି। ଇନ୍ଦ୍ରଜିତ ନିଜେ ମେଘନାଦ ଯେ ଇନ୍ଦ୍ରଜିତ, ସେ ବି ଚାଲିଗଲେଣି। ତା ପାଖରେ ଆଉ କିଛି ଅସ୍ତ୍ର ନାହିଁ। ଆଉ କାହାକୁ ପଠେଇବ? ନିଜେ ଆସିକି ଗୋଟେ ଥର ଯୁଦ୍ଧରେ ମଝିରେ ଥରେ ଆସିକିରି ହାରି ଯାଇଥିଲା, ଏବଂ ତାପରେ ଶ୍ରୀରାମ ତାଙ୍କୁ ଛାଡି ଦେଇଛନ୍ତି। ତେଣୁ ସେ ନିଜକୁ ବି ଟେଷ୍ଟ କରିଦେଇଛି, ପାରିବ ନାହିଁ ବୋଲି ଜାଣି ସାରିଛି। ବର୍ତ୍ତମାନ ତାର ସବୁ ଯୋଦ୍ଧା, ସବୁ ମାନେ ଯେମିତି କହନ୍ତି, ସବୁ ଦାଉ ପେଞ୍ଚ ଯେତେବେଳେ ଫେଲ ମାରି ଯାଇଛି, ବସି ଯାଇଛି, ସେତେବେଳେ ଆମର ମହିରାବଣଙ୍କ କଥା ମନେ ପଡିଛି ଏବଂ ତାଙ୍କୁ ସେ ଡାକିଛି। ଏବଂ ଆମର ଯେତେବେଳେ ଜୀବନ କ୍ଷେତ୍ରରେ ମଧ୍ୟ ସେଇଭଳି ହୁଏ, ଯେତେବେଳେ ଆପଣ ଦେଖିବେ ସବୁ କିଛି ନର୍ମାଲ ଚାଲିଥବ, ହଠାତ୍ ଯୋଉମାନେ ସାଧନା କରୁଥିବେ, ହଠାତ୍ କେତେବେଳେ ଅବଚେତନା ଭିତରୁ ଉଙ୍କି ଉଙ୍କି ଆସିବ ଏବଂ ସବୁ କିଛି ଏପଟ ସେପଟ କରିଦବ। ସେଇଭଳିଆ ଘଟଣା ଘଟିଲା। ବର୍ତ୍ତମାନ ଶ୍ରୀରାମ ଙ୍କ ସେନାନୀ ଜିତି ଜିତି ମାନେ ବିଜୟ ହାସଲ କରି କରି ଚାଲିଛି, ହଠାତ୍ ମହିରାବଣର ପ୍ରହାର ଯେମିତି ଆସିଲା ଭଳିଆ ଆସିଲା, ପଡିଲା। କଣ ହେଲା? ଏପଟରେ ବିଭୀଷଣ ଖବର ପାଇଗଲେ ଯେ ମହିରାବଣ ଆସିଛି, ତେଣୁ ସିଏ ସତର୍କ କରାଇଲେ। ଏମାନେ ସବୁ ବାନର ସେନା ତ ଜିତି ଜିତି ଚାଲିଛନ୍ତି ଖୁସିରେ, ଇଏ କହୁଛନ୍ତି ହେ ସେ ଯିଏ ଆସୁ ମ, କୁମ୍ଭକର୍ଣ୍ଣକୁ ଆମେ ମାରିଦେଲୁ, ଆଉ ଇଏ କଣ, ଇନ୍ଦ୍ରଜିତ ମରିଗଲେ, ଆଉ ଇଏ କଣ, ଆଉ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ନିଜେ ଅଛନ୍ତି, ଆମର କିଛି ଚିନ୍ତା ନାହିଁ। ସେ କହିଲେ ଦେଖ ମହିରାବଣର ସାମର୍ଥ୍ୟ କେମିତି, ସେ ଏମିତି ବିଦ୍ୟା ଜାଣିଛି, ଯଦି ମାନେ ଶିବ ପାର୍ବତୀ ବି କଥା ହଉଥିବେ ବସି, ବା ଲକ୍ଷ୍ମୀ ନାରାୟଣ କଥା ହଉଥିବେ, ସେ କେତେବେଳେ କଥା ହଉଥିବେ, ପରସ୍ପର ଆଲୋଚନା କରୁଥିବେ, କେତେବେଳେ ତାଙ୍କ ଭିତରୁ ଜଣକୁ ନେଇ ସେ ପଳେଇଥିବେ, ଆର ଜଣକୁ ଜାଣିପାରିବେ। ମାନେ ଏମିତି ତାଙ୍କର ବିଦ୍ୟା। ସେ ଭାଇ ଏତେ ଡେଞ୍ଜରସ୍ ନା? ହଁ, ଏ ବିଭୀଷଣ ମନା କରୁ। ତାହେଲେ ଆମେ କରିବା କଣ? ହେଲେ ଦେଖ, ସିଏ ଯେକୌଣସି ରୂପରେ ଆସିପାରେ, ଯେକୌଣସି ରୂପରେ ଆସିପାରେ। ତେଣୁ ସିଏ କହିଲେ, ହନୁମାନ କଣ କଲେ, କହିଲେ ଠିକ ଅଛି। ତାଙ୍କର ଲାଞ୍ଜରେ ସେ ଗୋଟେ ବିରାଟ ଗମ୍ବୁଜ ସୃଷ୍ଟି କଲେ। ତା ଭିତରେ ଶ୍ରୀରାମ ଲକ୍ଷ୍ମଣ ବିଶ୍ରାମ ନେଲେ, କାହିଁକିନା ରାତିଟା କହିଲେ, ରାତିଟା ଖାଲି ପାଇଗଲେ ସକାଳକୁ ଯୁଦ୍ଧ ହବ, ସେ ରାତି ଭିତରେ ଖେଳ କରିଦବ। ତେଣୁ ଗମ୍ବୁଜ ଭଳିଆ କଲେ, ତା ଭିତରେ ଶ୍ରୀରାମ ଲକ୍ଷ୍ମଣ ରହିଲେ। ହନୁମାନ ତଳେ ବସିକି ରହିଲେ। ଉପରେ ଉପରେ ଯୋଉ ଯେତିକି ଫାଙ୍କା ରହିଲା, ସେଠି ସୁଦର୍ଶନ ଚକ୍ର ଘୁରିଲେ। ସୁଦର୍ଶନ ଚକ୍ରକୁ ଆହ୍ୱାନ କରାଯାଇଛି ଏବଂ ସେ ଆସିକି ମାନେ ସେଠି ପ୍ରହରୀ, ହନୁମାନ ତଳେ ରହିଲେ ପ୍ରହରୀ। ଏପଟେ ବିଭୀଷଣ କଣ କଲେ, ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣ କଲେ, କହିଲେ ଦେଖ କାହାରିକୁ ଭିତରକୁ ଛାଡିବୁ ନାହିଁ, ଯିଏ ବି ଆସୁ। ବର୍ତ୍ତମାନ ମହିରାବଣ ବହୁତ ରୂପ ଧରିକି ଆସିଲା। ଦଶରଥ ରୂପ ଧରି, କୈକେୟୀ ରୂପ ଧରି, କୌଶଲ୍ୟାଙ୍କ ରୂପ ଧରି, ସମସ୍ତଙ୍କ ରୂପ ଧରି ଗୋଟେ ପରେ ଜଣଙ୍କ ପରେ ଜଣେ ଆସିଲେ। ଏ ଭିନ୍ନ ଭିନ୍ନ ଆଳ କଲେ। ଇଏ ହଉଛି ପ୍ରାଣ ପ୍ରବୃତ୍ତିର ଏମିତି ଘଟଣା ଘଟେ। ସିଏ ଭିନ୍ନ ଭିନ୍ନ ଆଳ ଦେଖେଇକି ଆସେ। ସଂସାରରେ ବ୍ୟକ୍ତି ମାନେ ଏଇ ଚେତନାରେ ସବୁ ରହିଥାନ୍ତି। ସେମାନେ ତାଙ୍କ ଯୋଉମାନେ ପ୍ରାଣ ଚେତନାରେ ବସବାସ କରୁଥିବେ, ଯୋଉମାନେ ପଶୁ ପ୍ରବୃତ୍ତିରେ ବସବାସ କରୁଥିବେ, ସବୁ ଦାଉ ପେଞ୍ଚ ଲଗେଇଦେବେ ସେ, ଏବଂ ତାକୁ ହିଁ ସେମାନେ, ସେଇଟା ହଉଛି ତାଙ୍କର ଅସ୍ତ୍ର। ସେଇଟାକୁ ସେ ନେଇକି ମହାନ ବୋଲି ମନେ କରନ୍ତି ଏବଂ ସେଇଟାକୁ ନେଇ ସେ ଗର୍ବ କରନ୍ତି, ଗୌରବାନ୍ୱିତ ହୁଅନ୍ତି। କୁହନ୍ତି ଏଇଟା ହିଁ ହଉଛି ସବୁଠାରୁ ଶ୍ରେଷ୍ଠ। ସେ ଆସି ପହଞ୍ଚିଛି ଏବଂ ଶେଷରେ ବିଭୀଷଣ ରୂପ ଧରି ଆସି ପହଞ୍ଚିଛି। ଆସି ଯେତେବେଳେ ପହଞ୍ଚନ୍ତି,
କହୁଛନ୍ତି ଆରେ ଦେଖିଛୁ ଠିକ ଠାକ ଅଛନ୍ତି ତ? ହଁ ଆଜ୍ଞା ଏମିତି ଏମିତି ଆସିଥିଲେ, ମୁଁ କାହାରିକୁ ଛାଡ଼ିନି। ନା ରେ ସତରେ କି ମିଛରେ ଦେଖେ କାଳେ ସେ ଭିତର ପଟେ କଣ କରିଦେଇଥିବେ କରିକିରି। ସେ ସେଠୁ କହିଲେ ଠିକ ଅଛି ମୁଁ ଖୋଲୁ ମୁଁ ଟିକେ ଦେଖିଦେଇ ଆସେ। ସେ ତାଙ୍କୁ ଛାଡି ଦେଇଛନ୍ତି। ତାପରେ ସେ କଣ କରୁଛନ୍ତି ତାଙ୍କୁ ସେଇଠୁ ଭିତରେ ପଶିଲା ପରେ ସେଇଠୁ ସେ ପାତାଳ ଫୁଟେଇ ନେଇକି ପଳେଇଛନ୍ତି ଅଚେତ କରି। ସତ ବିଭୀଷଣ ଆସିଲା ବେଳକୁ ହନୁମାନ ବିଭୀଷଣଙ୍କ ଲଢେଇ ଆଉ। ବିଭୀଷଣ ଯେତେବେଳେ ତାଙ୍କୁ ବାନ୍ଧି ପକେଇଲା, କହିଲା ଆରେ ମତେ ବାଞ୍ଚୁ ମୁଁ ହଉଛି ଅସଲି, ଭଲରେ ଦେଖେ ଭିତରେ ଆଉ ନଥିବେ। ତୁ ଯଦି କହୁଛୁ ସେ ବିଭୀଷଣ ଆସିଥିଲେ ବୋଲି, ତାମାନେ ସେ ମୋ ରୂପରେ ଆସିଛି ଏବଂ ନେଇକି ପଳେଇଲାଣି, ଦେଖ ଯାଇକି। ତାପରେ ଇଏ ବାନ୍ଧି ପକେଇ ଦେଖିଲା ସତରେ ଶ୍ରୀରାମ ଲକ୍ଷ୍ମଣ ନା। ତାପରେ ହନୁମାନ ଯାଇ ପହଞ୍ଚଛନ୍ତି କାହା ପାଖରେ ନା ପାତାଳପୁରରେ ପହଞ୍ଚଛନ୍ତି, ବହୁତ ଘଟଣା ଘଟିଛି। ଶେଷରେ ସିଧାସଳଖ ଯାଇକି କାଳୀଙ୍କ ପାଖରେ ହାଜର। ତାଙ୍କୁ କହୁଛନ୍ତି ତୁମେ ମା ହେଇକି କିପରି ଚିହ୍ନି ପାରୁନ ଯେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ, ଏବଂ ତାଙ୍କୁ ତମେ କିପରି ବଳି ସ୍ୱୀକାର କରୁଛ ତାଙ୍କର। ସେ କହିଲେ ଦେଖ ମୁଁ ମନ୍ତ୍ର ଦ୍ଵାରା ଏଠି ମାନେ ବନ୍ଧା ହେଇକି ରହିଛି, ତେଣୁ ମୋର କିଛି ଚାରା ନାହିଁ, ମୁକୁଳିବାର ଏଠି ବାଟ ନାହିଁ। ତେଣୁ ତତେ ମୁଁ ବାଟ ବତେଇ ଦଉଛି, ବାଟ ବତା ଏଇ ସେମାନେ ଏମିତି ଏମିତି କର, ତାହେଲେ ଶ୍ରୀରାମ ଲକ୍ଷ୍ମଣଙ୍କୁ ମୁକ୍ତ କରିବୁ, ମହିରାବଣକୁ ନିହତ କରିବୁ, ଏବଂ ମତେ ବି ଏଠୁ ମୁକୁଳେଇକି ନେଇକି ଯିବୁ। ତେଣୁ ଏଠି ଲୋକମାନେ କଣ କରିଛନ୍ତି, ଏବଂ ସେ ମହିରାବଣଙ୍କୁ ପରାସ୍ତ କରିକି ସେତୁ ଶ୍ରୀରାମ ଲକ୍ଷ୍ମଣ ନେଇକି ଆସିଛନ୍ତି, ଏବଂ କାଳି ବି ତାପରେ ସ୍ୱର୍ଗ ମାନେ ଉପରକୁ ପାତାଳରୁ ଉପରକୁ ଆସୁଛନ୍ତି। ଏଠି କଣ ହଉଛି, ଲୋକମାନେ ଯୋଉ ଚେତନାରେ ରହିଥାନ୍ତି ସେଇ ଚେତନାରେ ସେମାନେ କଣ କରନ୍ତି, ଗୋଟିଏ ଗୋଟିଏ ସବୁ ସୁନ୍ଦର ସୁନ୍ଦର ବ୍ୟାଖ୍ୟା ଦେଇକିରି ନିଜ ଚାରିପଟେ ତିଆରି କରିଥାନ୍ତି ଗୋଟିଏ ଗୋଟିଏ ବନ୍ଦିଶାଳା। ତାକୁ ଭିନ୍ନ ଭିନ୍ନ ନାଁ ଦିଅନ୍ତି। କେତେବେଳେ ଏଇ ଯୋଉ ଧର୍ମର ନାମ ଦିଅନ୍ତି, ନିଜର ଯୋଉ ସଂକୀର୍ଣ୍ଣତା ରହିଥାଏ, ନିଜର ଯୋଉ ଅଜ୍ଞତା ରହିଥାଏ, ତାଠାରୁ ଯୋଉ ଉର୍ଦ୍ଧ୍ୱକୁ ଯିବା ଦରକାର, ଏଇ ସମ୍ଭାବନାଟିଏ ତାଙ୍କ ପାଖରେ ଆସିବା ପାଇଁ କେତେ ଜନ୍ମ ତାଙ୍କୁ ଲାଗିଛି। କାହିଁକିନା ସେମାନେ ଏତେ ବାନ୍ଧି ହେଇକି ରହିଥାନ୍ତି। ଲେଖୁଛନ୍ତି ଲୋକମାନେ ପ୍ରକୃତରେ କେତେ କେତେ ଘୃଣା ଏବଂ ନିର୍ବୋଧତାକୁ ବହୁ ଆଡମ୍ବର ସହିତ, ପ୍ରଭୁ ଲେଖୁଛନ୍ତି ବହୁ ଆଡମ୍ବର ସହିତ ଏକାଠି ଗୋଟିଏ ବୁଜୁଳା କରି ବାନ୍ଧିବାରେ ସଫଳତା ଲାଭ କରନ୍ତି। ସେମାନେ ସେଇଟାକୁ ବାନ୍ଧିକି ରହିଥାନ୍ତି। ଏ ଗୋଟେ ମଜା ଲାଗିପାରେ। ଜଣେ ବ୍ୟକ୍ତି ପାଣିରେ ବୁଡି ଯାଉଛନ୍ତି, ସେ ଡାକୁଛନ୍ତି ଆଉ ହେ ବିଘ୍ନ ବିନାଶ ଗଣେଶ ମତେ ଆସି ରକ୍ଷା କର। ରିସେଣ୍ଟଲି ଗଣେଶ ପୂଜା ଯାଇଛି, ତେଣୁ ଇଏ ବୁଡି ପଡିଲା ବେଳକୁ ଗଣେଶଙ୍କୁ ଆଗ ଡାକିଦେଲେ ଆଉ। ମନେ ପଡିଗଲା ଗଣେଶଙ୍କ କଥା। ପ୍ରଭୁ ଗଣେଶ ସାଙ୍ଗେ ସାଙ୍ଗେ ଆସି ଉଭା ହେଇଗଲେ। ସିଏ ବୁଡି ଯାଉଛନ୍ତି, ବନ୍ୟା ପାଣି ଆସିଛି, ସେଇଥିରେ ସେ ବୁଡି ଯାଉଛନ୍ତି। ଗଣେଶ ଆସି ପହଞ୍ଚିଗଲେ, କିନ୍ତୁ ତାକୁ ଉଦ୍ଧାର ନ କରି କଣ କରୁଛନ୍ତି ନା ଯୋଉ କୂଳରେ ନାଚୁଛନ୍ତି। ସେ ଲୋକ କହିଲେ ଆଜ୍ଞା ଇଏ ପ୍ରଭୁ ଆପଣ କଣ କରୁଛନ୍ତି, ଆପଣ ଆସିଲେ ମତେ ରକ୍ଷା ନ କରିକି ଆପଣ ନାଚୁଛନ୍ତି। ନା ମତେ ଯେତେବେଳେ ବୁଡେଇ ଦେଇକି ତମେ ନାଚୁଥିଲ। ଇଏ ଗୋଟେ ଜୋକ୍ ହେଇପାରେ, କିନ୍ତୁ ଏଠି ବୁଝିବାର କଥା ହଉଛି ଆମେ ଯେତେବେଳେ ଉଚ୍ଚତର ଶକ୍ତିଙ୍କୁ ଆହ୍ୱାନ କରୁଛୁ, ତାଙ୍କୁ ରଖିବା, ତାଙ୍କୁ ସ୍ଥାୟୀ କରି ରଖିବା, ଏବଂ ସିଏ ତାଙ୍କୁ ନେଇକିରି ତାଙ୍କରି ପ୍ରେରଣାରେ କିପରି ଜୀବନ ଅତିବାହିତ କରିବା, ଏଇ ସଂକଳ୍ପ ଆମକୁ ଠିକ ଲାଗୁନାହିଁ। ଆମକୁ ଲାଗୁଛି କଣ, ସିଏ ଆସିଲେ ଗଲେ ପଳେଇଲେ ଠିକ ଅଛି, ମୁଁ ମୋ ବାଟରେ ସିଏ ତାଙ୍କ ବାଟରେ। ଯେମିତି କହନ୍ତି ସିଏ ଆସିଲେ ଯେତିକି ଦିନ ପୂଜା ହେଲେ ସେତିକି, ହସ୍ତକ୍ଷେପ କରେନି ମୋ ଜୀବନରେ। କାହିଁକିନା ହସ୍ତକ୍ଷେପ କଲେ କଣ ହବ, ମୋ ଜୀବନର ଯେତକ କଳୁଷ କାଳିମା, ଯେତକ ଦୁର୍ବଳତା, ଯେତକ ଅସାମର୍ଥ୍ୟ ରହିଛି, ସବୁ ଯାକ ବାହାରକୁ ବାହାରି ଆସିବ। ବାହାରକୁ ବାହାରି ଆସିଲେ ମୁଁ ଆଉ ବଞ୍ଚିବି କେମିତି? ମୁଁ ମତେ ଖୁସି ଲାଗୁଛି ଭାବର ଆଦାନ ପ୍ରଦାନରେ, ମତେ ଖୁସି ଲାଗୁଛି ମୋର ପ୍ରାଣ ଶକ୍ତି, ମୁଁ କାହାକୁ କାହାକୁ ଭଲ ପାଉଛି, ମୁଁ କାହାକୁ ଟିକେ ଗାଳି ଦଉଛି, ମୁଁ କାହାକୁ ଟିକେ ରାଗ କରୁଛି, ମୁଁ କାହାକୁ କଣ ଖୁସିରେ ସମ୍ମାନର ସମ୍ମାନିତ କରୁଛି, ମତେ ଏଇଥିରେ ଖୁସି ଲାଗୁଛି। ମୁଁ ଏଇ ଯୋଉ ଛୋଟ ମୋଟ କଥାରେ ମୁଁ ଭାରି ଖୁସି, ଏବଂ ଏଇ ପ୍ରକାର ଭାବର ଆଦାନ ପ୍ରଦାନରେ ମୁଁ ଏତେ ମସଗୁଲ ଯେ ଆଠାରୁ କିଛି ଉଚ୍ଚତର କଥା ହେଇପାରେ ସେ କଥା ମୁଁ ଭାବି ପାରିବିନି। ଆମେ କହୁଛୁ ଦେଖାହେଲା ମାନେ ଭାବର ଆଦାନ ପ୍ରଦାନ କୋଉ ଭଳି ଭାବରେ, ନା ଏଇ ପ୍ରାଣିକ ଗତି ସ୍ପନ୍ଦନରେ ବ୍ୟକ୍ତି ଯୋଉ ଚେତନାରେ ଥାଏ। ଆପଣ ଦେଖିବେ ମନେ କରାଯାଉ ଦି ଜଣ ଯୋଉମାନେ ଏଣ୍ଟ୍ରାନ୍ସ ପାଇଁ ପ୍ରିପେୟାର ହଉଛନ୍ତି, ଦି ଜଣ ବ୍ୟକ୍ତି
ଦେଖା ହେଇଗଲେ, ଭେଟ ହେଇଗଲେ, ସିଏ କଣ କଥା ହେବେ? ଆରେ କଣ କୋଉ କୋଉ ଏବେ କଣ ଏକ୍ଜାମ ଅଛି, ଆଉ ପୂର୍ବ ଏକ୍ଜାମ କେମିତି ହେଇଥିଲା, କଣ କୋଶ୍ଚିନ୍ ପଢୁଛି, କେତେ ପ୍ରିପେୟାର ହେଇଛୁ, କୋଉଠି କୋଚିଂ ଯାଉଛୁ, ଏଇ ପ୍ରକାର କଥା ହେବେ। ତେଣୁ ଚେତନାର ଯୋଉ ସ୍ତରରେ ଆପଣ ରହିଛନ୍ତି, ଆପଣ ସେଇଟାକୁ ଲୋକ ଭାବନ୍ତି କଣ, ସେ ହେଉଛି ସର୍ବଶ୍ରେଷ୍ଠ, ସେ ହିଁ ସର୍ବଶ୍ରେଷ୍ଠ। ତାକୁ ନେଇକି ସେମାନେ ଯୋଉ ସେଇଟା କୁହନ୍ତି ଗୋଟେ ବୁଜୁଳା ବାନ୍ଧିକି ରଖନ୍ତି, ତାକୁ ଧର୍ମ ବୋଲି ନାଁ ଦିଅନ୍ତି ଏବଂ ତା ଭିତରୁ ସେମାନେ ବାହାରିବା ପାଇଁ ଚେଷ୍ଟା କରନ୍ତି ନାହିଁ। ଆମକୁ ଏଇଠି ସତର୍କ ହବାକୁ ପଡିବ। ଆମ ଆଉ ଥରେ ମନେ ରଖିବା, ଯେତେବେଳେ ଆମେ ସଂକଳ୍ପ କରୁଛନ୍ତି ମାଙ୍କ ଦ୍ୱାରା ପରିଚାଳିତ ହବା ପାଇଁ, ସେତେବେଳେ ଏଇ ଯୋଉ ଗୁଡାକ ଆମର, ଆମେ ଭାବୁଥିଲେ ଆମର ନିଜର ହଉଛି ସବୁଠାରୁ ସର୍ବଶ୍ରେଷ୍ଠ ଗୁଣ, ଆମର ସର୍ବସ୍ୱ, ସେଗୁଡାକ ଉପରେ ମାଡ ହବ। ସେଇ ଦୁର୍ବଳତା ଗୁଡିକ ଭାଙ୍ଗିବା ଦରକାର ହବ। ପୂର୍ଣ୍ଣ ଭାବରେ ମାଙ୍କ ଉପରେ ନିର୍ଭରତା, ବିଶ୍ୱାସ ସହିତ ନିର୍ଭରତା ରଖିବା ପାଇଁ ବହୁତ ଗୁଡାଏ ମାଡ ହବ। ଆମର ବାହାରର ଯୋଉ ତଥାକଥିତ ବଡ ବଡ ଦକ୍ଷତା, ବଡ ବଡ ସାମର୍ଥ୍ୟ ଥିବା ଗୁଣ ଗୁଡିକ ଉପରେ, କାର୍ଯ୍ୟ ଗୁଡିକ ଉପରେ, ତା ଭିତରେ ଟିକନିକ ଭାବରେ ମତେ ଜଣେଇ ଦିଆଯିବ, ତୁ ମାଙ୍କୁ କହିଥିଲୁ ତ, ମାଙ୍କ ଉପରେ ଏବେ ବି ନିର୍ଭର ଅଛୁ ନା ନାଇଁ, ତୋର ଯୋଉଟାକୁ ନେଇକି ଅଭିମାନ କରୁଥିଲୁ ଯେ ଏଇଟା ହଉଛି ମୋର କାପାସିଟି, ତାରି ଉପରେ ମାଡ ହବ। ଯୋଉମାନେ ମତେ ବହୁତ ସୁନ୍ଦର, ବହୁତ ଭଲ, ବହୁତ ବିଜ୍ଞ ଅଗରା ଅଗରା ଭାବିଥିଲେ, ସେଇମାନେ ହିଁ ଯେତେବେଳେ ସନ୍ଦେହ କରିବେ, ସବୁ ମୁହୂର୍ତ୍ତରେ, ପ୍ରତ୍ୟେକ ମୁହୂର୍ତ୍ତରେ କେବଳ କେବଳ ମାଙ୍କ ଉପରେ ନିର୍ଭର କରିବାର ଯୋଉ ଏକ ଆବଶ୍ୟକତା ରହିଛି, ତା ଉପରେ ମାଡ ହବ। ଯେତେବେଳେ ମାଡ ହବ, ସେତେ ଅଧିକରୁ ଅଧିକ ଯଦି ମୁଁ ନିର୍ଭର ହେଇପାରିବି, ତେବେ ମୁଁ ସେଇ ଯୋଉ ପରୀକ୍ଷା ବା ସେ ଯୋଉ ପରିସ୍ଥିତି ଆସିଛି, ତା ଉପରେ ମୋର କର୍ତ୍ତୃତ୍ୱ ହାସଲ ହେଇଯିବ ଏବଂ ମାଙ୍କର ଶକ୍ତି, ମାଙ୍କର ସାମର୍ଥ୍ୟ ବଳରେ ମୁଁ ପ୍ରଭୁତ୍ୱ ହାସଲ କରିବାର ଏକ ସୌଭାଗ୍ୟ ଅର୍ଜନ କରିପାରିବି। ତେଣୁ ଆମର କାର୍ଯ୍ୟ ହଉଛି, ଏଇ ଯୋଉ ବୁଜୁଳା ରହିଛି, ତାକୁ ଯାହା ବି ନାଁ ଦିଆଯାଉ, ତାକୁ ନାସ୍ତିକତାର ନାଁ ଦିଆଯାଉ, ତାକୁ ଧାର୍ମିକତାର ନାଁ ଦିଆଯାଉ, ତାକୁ ସାମ୍ପ୍ରଦାୟିକର ନାଁ ଦିଆଯାଉ, କିମ୍ବା ତଥାକଥିତ ମଙ୍ଗଳଦାୟକ, ପୁଣ୍ୟ, ଏ ସବୁ ନାଁ ଦିଆଯାଉ, ଏ ସବୁର ଉର୍ଦ୍ଧ୍ୱକୁ ଆମକୁ ଉଠିବାକୁ ପଡିବ। ମା ଲେଖୁଛନ୍ତି ଏ ଦୁଇଟି ଯାକକୁ ହିଁ ବିଲୁପ୍ତ ହେବାକୁ ପଡିବ, ଯେପରିକି ପରମ ସତ୍ୟ ଲାଗି ଏକ ନିଷ୍ଠାଯୁକ୍ତ ଏବଂ ସ୍ୱାର୍ଥ ରହିତ ଅନ୍ୱେଷଣ ସମ୍ଭବ ହେଇପାରିବ। ଏବଂ ଏହି ଅନୁସନ୍ଧାନର ବସ୍ତୁଟି ଲାଗି ଆମେ ନିଜକୁ ସମଗ୍ର ଭାବରେ ଉତ୍ସର୍ଗ କରିଦେଇ ପାରିବା। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।